ରାଧେଶ୍ୟାମ। ତ ଏଇ କଥା ଜାଣନ୍ତୁ, ଯେମିତି ଶରୀର ପାଇଁ ଖାଦ୍ୟ ଦରକାର ହେଇଥାଏ, ଆମ ମାଇଣ୍ଡ କ'ଣ ଖାଇଥାଏ? ଆମ ମାଇଣ୍ଡ ବିଚାର ଖାଇଥାଏ। ଆମ ମାଇଣ୍ଡକୁ ବିଚାର ଦରକାର ହେଇଥାଏ ଯେ ଆମ ମାଇଣ୍ଡର ଖାଇବା ହେଉଛି ବିଚାର, ଯାହାକି ଆମେ ସବୁବେଳେ ଭାବୁଥାନ୍ତି। ଯେମିତି ପଚା ସଢ଼ା ଆମେ ଖାଆନ୍ତି ନାହିଁ ଯେ ଆମ ଦେହ ଅସୁସ୍ଥ ହେଇଯିବ, ସେମିତି ଯଦି ଅଦରକାରୀ ବିଚାରକୁ ଆମେ ଭାବିବା, ଆମର ମନ ମସ୍ତିଷ୍କ ମଧ୍ୟ ଖରାପ ହେବାରେ ଲାଗିବ। ଆମର ସମସ୍ତ ସମୟ ବେକାର ହେବାରେ ଲାଗିବ, ଯାହାକି ଆମ ବିଚାର ଯଦି ଖରାପ ହେଇଯାଉଛି। ଆମେ ଯଦି ଭଲ ବିଚାର ରଖିବା ନାହିଁ, ସେଇ ଜାଗାରେ ଆମ ମନ ଭଲ ବିଚାର ଭାବି ପାରିବ ନାହିଁ। ଯଦି ଆମେ ପ୍ରତ୍ୟେକଟି ବିଚାର ଯେମିତି ଦେବାରେ ଲାଗନ୍ତି, ଭଲକୁ ହଉ କି ମନ୍ଦକୁ ନେଇ ହଉ, ସେମିତି ବିଚାର ମାଇଣ୍ଡ ଭାବିବାରେ ଲାଗେ, ଆମକୁ ସେମିତି ବନେଇବାରେ ଲାଗେ। ସେଥିପାଇଁ ପ୍ରତ୍ୟେକଟି ବିଚାରକୁ ଭାବି ଚିନ୍ତିକି ଭାବିବେ ଯେ ବର୍ତ୍ତମାନ ମୁଁ ଭଲ ଭାବୁଛି ନା ଖରାପ ଭାବୁଛି। କାହିଁକି ନା ଯେମିତି ଖରାପ ଖାଦ୍ୟ ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେଇଯାଏ, ସେମିତି ଖରାପ ବିଚାରକୁ ଭାବିବା ଦ୍ୱାରା ଆମ ମନ ମସ୍ତିଷ୍କରେ ପ୍ରଭାବ ପଡ଼ିଥାଏ। କେବଳ ସେତିକି ନୁହେଁ, ଆମ ଶରୀରରେ ମଧ୍ୟ ପ୍ରଭାବ ପଡ଼ିଥାଏ, ଆମ ଜୀବନରେ ମଧ୍ୟ ପ୍ରଭାବ ପଡ଼ିଥାଏ। କାରଣ ଆମ ବିଚାର ମାଧ୍ୟମରେ ଆମେ ସବୁ କିଛି କରୁଥାନ୍ତି। ହୁଏତ ଯଦି ଭଲ ବିଚାର ରହିବ, ଭଲ ଜିନିଷକୁ ଆମେ ଦେଖିବା। ଯଦି ଖରାପ ବିଚାର ରହିବ, ଆମେ ଖରାପ ସିଚୁଏସନକୁ ଆମ ସାମ୍ନାରେ ଦେଖିବା। ସେଥିପାଇଁ ସବୁବେଳେ ଜାଗୃତ ରହିବେ ଯେ ମୁଁ ଏବେ କ'ଣ ଭାବୁଛି। ଯେମିତି ସାମ୍ନାରେ ଖରାପ ଖାଦ୍ୟ ଆସିଲେ ଆପଣ ଖାଆନ୍ତି ନାହିଁ, ମୋ ଦେହ ଖରାପ ହେଇଯିବ, ସେମିତି ମନରେ ଯଦି ଖରାପ ବିଚାର ଆସୁଛି, ଆପଣ ଭାବିବେ ନାହିଁ, ଆପଣଙ୍କ ଲାଇଫରେ ସିଚୁଏସନ୍ ଆସିଯିବ। ସେଥିପାଇଁ ଟିକେ ଜାଗୃତ ରହିବେ, ଭଲ ବିଚାରକୁ ସବୁବେଳେ ଭାବିବେ, ତ ଲାଇଫରେ ଆପଣ ନିଶ୍ଚିତ ଖୁସିରେ ରହିବେ।